ଶ୍ରେଣୀଗୃହ ନିର୍ମାଣ ଅଟକିଛି, ଅସ୍ଥାୟୀ ଘରେ ଚାଲିଛି ପାଠପଢ଼ା। କୁତ୍ରା ବ୍ଲକ ଅନ୍ତର୍ଗତ କଟଙ୍ଗ ପଞ୍ଚାୟତର ଟୁଙ୍ଗୁରିପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଛାତରୁ କଂକ୍ରିଟ ଖସି ପଡ଼ିଥିବା ବେଳେ ଏଠାରେ ଅଧ୍ୟୟନରତ କୋମଳମତି ଛାତ୍ରଛାତ୍ରୀମାନଙ୍କ ପାଇଁ ବିପଦ ସୃଷ୍ଟି କରୁଛି। ଫଳରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେଠାରେ 2 କିଲୋମିଟର ଦୂରରେ ଥିବା ଶାନ୍ତାଦେବୀ ଉଚ୍ଚ ବିଦ୍ୟାଳୟକୁ ଗତ ଅଗଷ୍ଟ ମାସରୁ ସ୍ଥାନାନ୍ତର କରାଯାଇ ପାଠ ପଢ଼ାଯାଉଛି। ଏହି ପୁରାତନ ବିଦ୍ୟାଳୟରେ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ 26 ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଥିବା ବେଳେ 2 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ପାଇଁ ନିଯୁକ୍ତ ଅଛନ୍ତି। ଏହି ବିଦ୍ୟାଳୟରେ ମୋଟ 2ଟି ଶ୍ରେଣୀଗୃହ, ଗୋଟିଏ ଅଫିସ ଓ ରୋଷେଇ ଗୃହ ରହିଛି। ହେଲେ ଶ୍ରେଣୀଗୃହ ସମେତ ଅଫିସ ଓ ରୋଷେଇ ଗୃହ ଜରାଜୀର୍ଣ୍ଣ ଅବସ୍ଥା ଦେଇ ଗତି କରିଛି। ଛାତରୁ କଂକ୍ରିଟ ଖସି ବିପଦପୂର୍ଣ୍ଣ ସୃଷ୍ଟି ହୋଇଛି, ଯାହାକୁ ଦୃଷ୍ଟିରେ ରଖି ଏହି ବିଦ୍ୟାଳୟକୁ ଶିକ୍ଷା ବିଭାଗ ପକ୍ଷରୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଏଠାରେ ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ଶାନ୍ତାଦେବୀ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇ ପାଠପଢ଼ା ଚାଲିଛି। ବିଦ୍ୟାଳୟର ଅବସ୍ଥାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ 2023-24 ଶିକ୍ଷାବର୍ଷରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଅତିରିକ୍ତ ଶ୍ରେଣୀଗୃହ ପାଇଁ 7.5 ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ବର୍ତ୍ତମାନର ସମୟରେ ଏହି ବିଦ୍ୟାଳୟରେ ଥିବା 11 ଡିସିମିଲ୍ ଜମିରୁ କିଛି ବିଦ୍ୟାଳୟ ନିକଟରେ ଥିବା ଏକ ଅନୁଷ୍ଠାନ ତଥା ଅନ୍ୟମାନେ ଅକ୍ତିଆର କରି ରଖିଥିବାରୁ ଏହି ବିଦ୍ୟାଳୟର ନୂତନ ଗୃହ ନିର୍ମାଣ ସମ୍ଭବ ହୋଇନାହିଁ। ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି। ଏନେଇ କୁତ୍ରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଗଳ କିଶୋର ବିଶ୍ୱାଳଙ୍କୁ ପଚାରିବାରୁ ଏଠାରେ ଥିବା ଜମି ବିବାଦ ଯୋଗୁଁ ଗତ ଶିକ୍ଷାବର୍ଷରେ ମଞ୍ଜୁର ହୋଇଥିବା ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯାଇ ପାରୁନଥିବା ପ୍ରକାଶ କରିଛନ୍ତି। ତେବେ ବିଦ୍ୟାଳୟ କର୍ତ୍ତୃପକ୍ଷ ବିଦ୍ୟାଳୟର ଜମି ଚିହ୍ନଟ ପାଇଁ ରାଜସ୍ୱ ବିଭାଗରେ ଆବେଦନ କଲାପରେ ଜମି ବିବାଦର ସମାଧାନ ସହ ମଞ୍ଜୁର ହୋଇଥିବା ଶ୍ରେଣୀଗୃହ ସମେତ ଆବଶ୍ୟକ ଗୃହ ପାଇଁ ପଦକ୍ଷେପ ନିଆଯିବ ବୋଲି ମଧ୍ୟ କହିଛନ୍ତି। ଅନ୍ୟପକ୍ଷରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତର କରାଯିବା ବିଦ୍ୟାଳୟ ପକ୍ଷରୁ ପାଠପଢ଼ା ପାଇଁ ଯୋଗାଇ ଦିଆଯାଇଥିବା 2ଟି ଶ୍ରେଣୀଗୃହ ମଧ୍ୟରୁ ଗୋଟିଏ ଗୋଦାମ ଗୃହ ଭାବରେ ବ୍ୟବହାର ହେଉଥିବାରୁ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି। ସରକାର ପାଠପଢ଼ା ନିମନ୍ତେ ବିଦ୍ୟାଳୟର ଭିତ୍ତିଭୂମି ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଏହି ପରିସ୍ଥିତିରେ ବନ୍ଦ ପଡ଼ିଥିବା କଟଙ୍ଗ ଟୁଙ୍ଗୁରିପଡ଼ା ବିଦ୍ୟାଳୟର ପୁନରୁଦ୍ଧାର କରିବା ପାଇଁ ପ୍ରଶାସନ ଓ ଶିକ୍ଷା ବିଭାଗ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବି ହେଉଛି। ସୁନ୍ଦରଗଡ଼ କୁତ୍ରାରୁ ରାଜେଶ ସାହୁଙ୍କ ରିପୋର୍ଟ, ସମ୍ବାଦ ଏକ୍ସପ୍ରେସ।